ଦେଖନ୍ତୁ ଗଛର ପତ୍ର କେମିତି ଗ୍ରୀନ୍ ଥିବାଟା ପୁରା ବ୍ଲାକ୍ ହେଇଯାଇଛି। ଦେଖନ୍ତୁ ଟିକେ ଭଲସେ। ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ୍ସ। ଆଜି ମୁଁ ପୁଣି ଥରେ ଚାଷୀ ଭାଇମାନଙ୍କର ଜମିରେ ପହଞ୍ଚି ଯାଇଛି। ବହୁତ ଦୁଃଖର କଥା, ଚାଷୀ ଭାଇ ଆମକୁ ଫୋନ୍ କରି ଡାକିଥିଲେ। ଆପଣମାନେ ଦେଖିପାରୁଥିବେ, କ୍ୟାମେରାମ୍ୟାନ୍ ଭାଇ କୋଉଠି ପାଖରେ ଆଇବେ। ଦେଖନ୍ତୁ ଏଇ ଗଛରେ ପତ୍ର କେତେ ଲାଲ ହେଇଯାଉଛି, ଦେଖନ୍ତୁ ପୁରା ରେଡ୍ ହେଇଯାଉଛି। ତ ଚାଷୀ ଭାଇ ଚିନ୍ତାରେ ଅଛନ୍ତି, କ'ଣ ପାଇଁ ଏମିତି ଲାଲ ହେଇଯାଉଛି ପୁରା କିଆରେ। ଆପଣ ଦେଖିପାରୁଥିବେ ସବୁ ଗଛ ଏମିତି ଲାଲ ହେଇଯାଉଛି। ଦେଖନ୍ତୁ ସବୁ ପତ୍ର ପୁରା ରେଡ୍ ରେଡ୍ ହେଇଯାଉଛି। କାହିଁକି ପତ୍ର ପୁରା ଗ୍ରୀନ୍ ରହିବା କଥା। ମକା ଗଛ ମକା ପାକଳ ହେଲା ପରେ ବି ପତ୍ର ଗ୍ରୀନ୍ ରହିବା କଥା, ବାକି ଦେଖନ୍ତୁ ରେଡ୍ ହେଇଯାଉଛି। ଏଇଟା ଗୋଟେ ଏବେ ଆମର ପାଇଁ ଚିନ୍ତାର ବିଷୟ ହେଇଯାଇଛି। ଚାଷୀ ଭାଇ କ'ଣ କରିବେ କ'ଣ ନାହିଁ ଜାଣିପାରୁନାହାନ୍ତି। ତ ଭାଇ ନମସ୍କାର। ଭାଇ ନମସ୍କାର ଭାଇ। ଆପଣଙ୍କର ନାଁ ଗାଁ ପରିଚୟ ଟିକେ ଦିଅ। ଟଙ୍କଧର ବତ୍ରା, ଜଠାବାଲ। କେବେ ଦେଖିଲେ ଏମିତି ପ୍ରୋବ୍ଲେମ୍ ହେଇଛି ବୋଲିକି? ଏଟା ହେଲାନି ଲଗାଇଲା ବେଳଠୁ ଗଲା ପରେ ଟିକେ ଟିକେ କିନା ବୋଲେ ଟିକେ ପାଣି ଜୁରା କରଲେ ଆର୍ ଟିକେ କଲର ଚେଞ୍ଜ ହଉଛି, ଆର୍ ଇ ପାଣି ମଣ୍ଡାଲା ପରେ ତାପରେ ଆର୍ ଯେମିତି ସେମିତି ଯାଉଛି, ଗଛ ଉଠୁ ନାହିଁ। ସେ ହିସାବରେ ମୁଇଁ ଟିକେ ଫୋନ କରଲି କେମିତି ଔଷଧ ପଛତ କ'ଣଟା ମାରଲେ କ'ଣ ହେବ ବୋଲିକିନା ମୁଇଁ କହିଲି ମାନେ। ଦେଖନ୍ତୁ ଫାଷ୍ଟ ତ ମୁଇଁ କହିବି ଏଇ ଯୋଉ ପତ୍ର ନାଲି ହଉଛି କ'ଣ ପାଇଁ। ଏବେ ଆମର ଏଇଟା ଶୀତ ମାସ, ଶୀତ ହଉଛି, ଆଉ 3-4 ଦିନ ହେଲା ପ୍ରବଳ ଶୀତ ହଉଛି। ଏବେ ଶୀତରେ କ'ଣ ହଉଛି, ଆମର ଚେରଟା ବଢି ପାରୁନାହିଁ, ମାଟି ଭିତରେ ଚେର ବଢି ପାରୁନାହିଁ। ତ ଚେର ନ ବଢିଲେ ଗଛକୁ ଖାଦ୍ୟ କେମିତି ହେବ, ଗଛ ପତ୍ରକୁ ଖାଦ୍ୟ ଆସି ପାରୁନାହିଁ। ତ ସେଥିପାଇଁ ବୋଲିକି ପତ୍ର ପୁରା ରେଡ୍ ରେଡ୍ ହେଇଯାଉଛି। ତ ସେଥିପାଇଁ ବି ଆପଣଙ୍କୁ ସଲ୍ୟୁସନ୍ ଅଛି। ଯଦି ଆପଣ ସ୍ପ୍ରେ କରିଦେବେ ମାନେ ବହୁତ କମ୍ ଦିନରେ ଏଇଟା ପୁରା ଗ୍ରୀନ୍ ହେଇଯିବ। ଆଉ ଆପଣଙ୍କୁ ମୁଁ କହିଥିଲି ମେଡିସିନ ଆଣିଛନ୍ତି? ହଁ ଆଣିଛନ୍ତି। କାହିଁ ଦେଖାଇଲେ କ'ଣ କ'ଣ ଆଣିଛନ୍ତି, କୋଉଠୁ ଆଣିଛନ୍ତି ମେଡିସିନ? ଡାବୁଗାଁରୁ ଆଣିଛନ୍ତି। ଠିକ ଅଛି, ବହୁତ ବଢିଆ କରୁଛନ୍ତି ହେଲା। ଦେଖନ୍ତୁ ଏବେ ଫାଷ୍ଟରେ ଏଇଟା କାଲିକୁ ତମେ ସ୍ପ୍ରେ କରବ ହେଲା। ଗୋଟେ ମେଡିସିନ କହିଥିଲି NPK ବୋଲି, ବାକି ଏଇଟା ଯୋଉଟା ଆଣିଛନ୍ତି ଏଇଟା NPK ଠୁ ବି ଏଇଟା ବହୁତ ବଢିଆ। ଏଇଟା ଆପଣ ମାନେ ସମସ୍ତ ଚାଷୀ ଭାଇ ଦେଖନ୍ତୁ ସ୍ପ୍ରେ କରବେ। ଏଇଟା ଗଛ ବହୁତ ଜଲ୍ଦି ପୁରା ଗ୍ରୀନ୍ ହେଇଯିବ। ଯାର ଯାର ବି ରେଡ୍ ହେଇଛି ଗଲେ ବହୁତ ବଢିଆ ହେଇଯିବ। ଠିକ ଅଛି ମାରଲେ। ଟିବୁକୋନାଜଲ ଆଉ ସଲଫର ଆପଣ ମାନେ ଭଲସେ ଦେଖିପାରୁଥିବେ। ଏଇ ଦୁଇଟାକୁ ଆପଣ ଏଇଟା ଗୋଟେ ଟାଙ୍କିରେ କରବେ। ଏଇଟା ହେଲା, ଠିକ ଅଛି। ଆଉ ଏଇଟା ଗୋଟେ ଟାଙ୍କି ପାଇଁ ନେଇକି 8ରୁ 9 ଟିପି 10 ଟିପି ଦେଇପାରିବେ ହେଲା। ଏଇଟା ଦୁଇଟା ମିଶେଇ ଦବ। ଏଇଟା ଗୋଟେ ଡବା ପୁରା, ଏଇଟା ଗୋଟେ ଟାଙ୍କିରେ ସବୁ ଯିବ। ହଁ ଗୋଟେ ଟାଙ୍କିରେ ସବୁ ଯିବ। 8ଟା ମଗ ନେଇକି ପାଣି କରବ, 8 ମଗ ପାଣି କରବ ଗୋଟେ ବାଲ୍ଟିରେ, ଠିକ ଅଛି। 8 ମଗ ପାଣିରେ ଏଇଟା ଏଇଟା ମିଶେଇ ଦବ ପୁରା। ହଁ ଠିକ ଅଛି। ଭଲସେ ମିଶେଇ ଦେଲ। ଭଲସେ ମିଶେଇ ଦେଲା ପରେ କ'ଣ କରବ, ଧର ଗୋଟେ ଟାଙ୍କିରେ ଗୋଟେ ମଗ ହଁ କରବ। ତାରপর ନେଇକି 5 ml ପକେଇବ ଓଠା, ଠିକ ଅଛି। ଏଇଟା 5 ml ପକେଇବ, ତାପରେ ସ୍ପ୍ରେ କରବ। ବୁଝିଲ? ଏବେ କେମିତି କରବ କୋଉ ଗୋଟେ ଥର। ଏଟା 8 ମଗ ପାଣି ଇଏ କରବା, ଗୋଟେ ମଗ ଗୋଟେ ଟାଙ୍କିରେ। ତାପରେ ଏଟା 5 ml ପକାଇବା। ହଁ ଗୋଟେ ଟାଙ୍କିରେ ଗୋଟେ ମଗ ପକେଇଲା ପରେ ଏଇଟା 5 ml ପକେଇବ, ଠିକ ଅଛି। କରିକିରି ସ୍ପ୍ରେ କରବ ହେଲା, ଠିକ ଅଛି। ମାର ଏଇଟା ଗୋଟେ 2 ଦିନ ଭିତରେ ତମର ଗଛ ଦେବ ପୁରା ଗ୍ରୀନ୍ ହେଇଯିବ ହେଲା, ଠିକ ଅଛି। ଗ୍ରୀନ୍ ହେଇଗଲା ପରେ ଚାଷୀ ମାନଙ୍କୁ କ'ଣ ଜଣେଇବ ଟିକେ କହିଦିଅ। ମୁଁ ଧନ୍ୟବାଦ ଜଣେଇବି ଆରେ ଖୁସିର କଥା। ଚାଷୀ ମାନଙ୍କୁ ଜଣେଇବ ଏଇ ମେଡିସିନ ଦେଲେ ଭଲ ହଉଛି ବୋଲି। ଆସିଲା ବେଳେ ଦେଖୁଥିଲେ ରାସ୍ତାରେ, ତ ରାସ୍ତା ସାରା ଯେତେ ମକା ଗଛ ସବୁ ପୁରା ରେଡ୍ ରେଡ୍ ହେଇଯାଇଛି ନାଇଁ କି। ଠିକ ଅଛି, ହଉ ଧନ୍ୟବାଦ।